ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ମୋର ଆନ୍ତରିକ ନମସ୍କାର। ପ୍ରିୟ ବନ୍ଧୁଗଣ, ଆଜି ମଧ୍ୟ ଆମେମାନେ ଏକ ବାଇବେଲ ସମ୍ବନ୍ଧିତ ଏକ ଐତିହାସିକ ସ୍ଥାନକୁ ଆଜି ଆମେ ଦେଖିବା। ଆଉ ଆଜିର ଭିଡ଼ିଓରେ ଆମେ ଇଲିଶାଙ୍କ ଦ୍ୱାରା କରାଯାଇଥିବା ଏକ ଆଶ୍ଚର୍ଯ୍ୟ କର୍ମର ଜାଗାକୁ ଆମେ ଦେଖିବା। ଆଉ ସେଇ ଆଶ୍ଚର୍ଯ୍ୟଜନକ ସ୍ଥାନ କ'ଣ ଓ ସେ ଐତିହାସିକ ସ୍ଥାନ କ'ଣ, ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ତେବେ ଆପଣମାନେ ବାଇବେଲରେ ଦେଖନ୍ତୁ ଦ୍ୱିତୀୟ ରାଜାବଳୀ। ଆଉ ଦ୍ୱିତୀୟ ରାଜାବଳୀ ତା'ର 2 ପର୍ବ, ତା'ର 19 ପଦରୁ 22 ପଦ ଯଦି ଆପଣ ପଢ଼ିବେ ତେବେ এই ବିଷୟ ସେ ଜାଗାରେ ଲେଖା ଅଛି। ତେବେ এই ବିଷୟ କ'ଣ? ଏଠାରେ ଇଲିଶାୟ ଏକ ମରଣଯୋଗ୍ୟ ଜଳାଶୟକୁ ସେ କ'ଣ କରିଥିଲେ? ଭଲ କରିଥିଲେ। ଆଉ ଆଶ୍ଚର୍ଯ୍ୟର ବିଷୟ ଏହା ଯେ ତାହା ଆଜି ପର୍ଯ୍ୟନ୍ତ ରହିଅଛି। ତେବେ ଖ୍ରୀଷ୍ଟର ପ୍ରିୟ ଭାଇ ଏବଂ ଭଉଣୀମାନେ, ଏଲିୟ ସ୍ୱର୍ଗକୁ ଗମନ କରିବା ପରେ ଇଲିଶାଙ୍କ ଉପରେ 2 ଗୁଣ ଆତ୍ମା ବର୍ତ୍ତିଥିଲା। ଯେପରିକି ଇଲିଶାୟ ପ୍ରାର୍ଥନା କରିଥିଲେ, ଏଲିୟଙ୍କ ଠାରେ ନିବେଦନ କରିଥିଲେ ଯେ ଆପଣଙ୍କର 2 ଗୁଣ ଆତ୍ମା ମୋ ଉପରେ ବର୍ତ୍ତୁ। ଏହାର ଫଳସ୍ୱରୂପ ଯେତେବେଳେ ଏଲିୟ ସ୍ୱର୍ଗାରୋହଣ କଲେ ଅଗ୍ନିମୟ ରଥରେ, ଆଉ ସେହି ସମୟରେ ଇଲିଶାଙ୍କ ଉପରେ ସେ ଏକ ବସ୍ତ୍ର ଫିଙ୍ଗି ଦେଇଥିଲେ। ଆଉ ସେ ବସ୍ତ୍ର ଯେତେବେଳେ ଇଲିଶାଙ୍କ ଶରୀର ଉପରେ ଯାଇକି ପଡ଼ିଥିଲା, ସେତେବେଳେ ଇଲିଶାୟ ଏଲିୟଙ୍କର 2 ଗୁଣ ଆତ୍ମା ପ୍ରାପ୍ତ ହୋଇଥିଲେ। ତେବେ ବନ୍ଧୁଗଣ, ଇଏ ଦେଖନ୍ତୁ ସେଇ ଜାଗା। ଏଇଟା ହେଉଛି ସେଇ ଜାଗା ଯେଉଁ ଜାଗାରେ ଇଲିଶାୟ ମରଣଯୋଗ୍ୟ ଜଳକୁ ଅମୃତ କରିଥିଲେ ବା ଭଲ କରିଥିଲେ। ଆଉ ସେଇ ଜଳ ଏପରି ଥିଲା ଯେ ସେଇ ଜଳକୁ ଯିଏ ପିଇଥାନ୍ତା ତାର ନିଶ୍ଚିନ୍ତ ରୂପରେ ମରଣ ହୋଇଥାନ୍ତା। ଆଉ ସେ ଜଳ ନିଶ୍ଚିନ୍ତ ରୂପରେ ମନ୍ଦ ଥିଲା। ଆଉ ଅନେକ ବିଷୟ ଲେଖା ଅଛି, ଯେପରି ଜିରିହର ପାଚେରୀ ଭଗ୍ନ ବିଷୟରେ, ତା'ର ମଧ୍ୟ ଐତିହାସିକ ପ୍ରମାଣ ଅଛି। ଆଉ ଅନେକ ବିଷୟକୁ ନେଇକି ବାଇବେଲରେ ପ୍ରମାଣ ଅଛି। ଇଏ ହେଉଛି ସେଇ ଜାଗା ଯେଉଁ ସ୍ଥାନରେ ଜିରିହର ପାଚେରୀ ମାନେ ପତନ ହୋଇଥିଲା, ସେଇ ଜାଗାର ପାଖାପାଖି ଅଞ୍ଚଳରେ ଏଇ ସ୍ଥାନ ଅବସ୍ଥିତ। ଏଇ ଜାଗା ହେଉଛି ଜେରିକୋ। ଜେରିକୋର କୌଣସି ଏକ ସ୍ଥାନରେ ଏ ନିର୍ଝର ଅବସ୍ଥିତ, ଏହି ଝରଣା ଅବସ୍ଥିତ, ଆଉ ଯେଉଁଠାରେ ଅନବରତ ଦିନ ରାତି 24 ଘଣ୍ଟା ଏହିପରି ପାଣି ବହୁଥାଏ। ତେବେ ବନ୍ଧୁଗଣ, ଇଏ ହେଉଛି ଏକ ପ୍ରକାର ଜଳାଶ୍ରୟ ଯାହା ଆପଣ ନିଜ ଆଖିରେ ଆପଣ ଦେଖୁଛନ୍ତି। ଆଉ ଯେପରି ବନ୍ଧୁଗଣ ମୁଁ ଆପଣମାନଙ୍କୁ ଜଣାଇଲି ଯେ ଇଏ ହେଉଛି ଏପରି ଏକ ଜାଗା, ଇଏ ଏପରି ଏକ ପାଣି ଥିଲା ଯାହାକୁ ଇଲିଶା କ'ଣ କରିଥିଲେ? ପରିମେଶ୍ୱରଙ୍କର ଶକ୍ତି ଦ୍ୱାରା ଏହି ଜଳକୁ ସେ ମଧୁର କରିଥିଲେ ବା ଏହି ଜଳକୁ ସେ ଭଲ କରିଥିଲେ। ଦେଖନ୍ତୁ ବନ୍ଧୁଗଣ, ଜଳ ଆଜି ମଧ୍ୟ ଉଛୁଳି ଅଛି। ଆଉ ଏହି ଜଳକୁ ଆଜି ମଧ୍ୟ ଲୋକମାନେ ଦେଖିବା ପାଇଁ ଏ ସ୍ଥାନକୁ ସେମାନେ ଯାଉଛନ୍ତି। ତେବେ ବାଇବେଲରେ ଏପରି ବନ୍ଧୁଗଣ ଅନେକ ଐତିହାସିକ ସ୍ଥାନ ସବୁ ରହିଅଛି, ଯାହାର ବିଷୟରେ କିଛି ଭିଡ଼ିଓ ବାଇବେଲ ବିଷୟରେ କିଛି ଭିଡ଼ିଓ ମୋର ଚ୍ୟାନେଲରେ ରହିଅଛି ଏବଂ ଆଉ କିଛି ଭିଡ଼ିଓ ଆଗାମୀ ଦିନମାନଙ୍କରେ ଆସୁଅଛି। ସେଥିପାଇଁ ଯଦି ଆପଣ ଚାହୁଁଛନ୍ତି ଏଇଭଳି ଗୁରୁତ୍ୱପୂର୍ଣ୍ଣ ଆଉ ଆଗ୍ରହଜନକ ଐତିହାସିକ ସ୍ଥାନ ଗୁଡ଼ିକ ଦେଖିବା ନିମନ୍ତେ, ତେବେ ଯଦି ଆପଣ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତେବେ କରିପାରିବେ ନିଶ୍ଚିତ ଭାବରେ, ଯାହାଫଳରେ ପ୍ରତିଦିନର ଭିଡ଼ିଓ ଆପଣଙ୍କ ପାଖରେ ଯାଇକି ପହଞ୍ଚିପାରିବ। ତେବେ ପ୍ରିୟ ବନ୍ଧୁଗଣ, ଏଠି ଦେଖନ୍ତୁ ଲେଖା ଅଛି ଯେ ଇଲିଶାୟ କିପରି ମନ୍ଦ ଜଳକୁ ଉତ୍ତମ କରିଥିଲେ। এই ଜାଗାରେ ଲେଖା ଅଛି। ଯଦି ଆପଣ ଭିଡ଼ିଓକୁ ପୁଶ୍ କରିକି ପଢ଼ିପାରିବେ ତେବେ ବହୁତ ଭଲ ହେବ। ଆପଣ ଭିଡ଼ିଓକୁ ପୁଶ୍ କରି ଆପଣ ପଢ଼ିପାରିବେ କ'ଣ କ'ଣ ସବୁ ଲେଖା ଅଛି। ତେବେ ଖ୍ରୀଷ୍ଟର ପ୍ରିୟ ଭାଇ ଏବଂ ଭଉଣୀମାନେ,
ଇଲିଶାଙ୍କ ଦ୍ୱାରା କରାଯାଇଥିବା ଆଶ୍ଚର୍ଯ୍ୟକର୍ମ ଗୁଡ଼ିକ ମଧ୍ୟରୁ ଇଏ ହେଉଛି ଅନ୍ୟତମ। ଇଏ ହେଉଛି ଏକ ଆଶ୍ଚର୍ଯ୍ୟକର୍ମ। ଆଉ ସେଇ ଜଳ ଆଜି ପର୍ଯ୍ୟନ୍ତ ଝରୁଅଛି। ଆଶ୍ଚର୍ଯ୍ୟର ବିଷୟ, ପ୍ରାୟ 3000 କି 4000 ବର୍ଷ ହେଇଗଲାଣି। ଆଉ ସେଇ ଦିନଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏ ଜଳ ନିର୍ଝର ରହିଅଛି। ଜଳ ବର୍ତ୍ତମାନ ପର୍ଯ୍ୟନ୍ତ ଝରୁଅଛି। ଆଉ ଏଇ ଯେଉଁ ଜଳ ନିର୍ଝର, ଏଇ ଯେଉଁ ଝରଣା ଆଜି ପର୍ଯ୍ୟନ୍ତ ବନ୍ଦ ହେଇନାହିଁ। ଆପଣ ଦେଖନ୍ତୁ। ଆଉ ହୁଏତ ଏହା ଆହୁରି ଅନେକ ବର୍ଷ ପର୍ଯ୍ୟନ୍ତ ମଧ୍ୟ ରହିପାରେ ଯଦି ପରମେଶ୍ୱର ଅନୁଗ୍ରହ କରନ୍ତି। ପ୍ରାୟ 2-3 ହଜାର ବର୍ଷ ପରର ଘଟଣା ଇଏ। ଆଉ ଏ ପର୍ଯ୍ୟନ୍ତ ଏଇ ଜଳ ସେମିତି ରହିଅଛି, କିନ୍ତୁ ତାକୁ ଟିକେ ମଡ଼ିଫାଏ କରାହେଇଛି। ଆଉ ଟିକେ ଭଲରେ ସିନେରୀ କରାହେଇଛି, ବସିବା ନାମରେ ଜାଗା କରାହେଇଛି, କୁଣ୍ଡ କରାହେଇଛି। ଏହି ସ୍ଥାନକୁ ସୁନ୍ଦର ଭାବରେ କରାହେଇଛି। କେବଳ ଏତିକି ଜିନିଷ ଲୋକମାନେ ପରିବର୍ତ୍ତନ କରିଛନ୍ତି, ଇସ୍ରାଏଲ ଦେଶର ଲୋକମାନେ। କିନ୍ତୁ ଯେଉଁ ନିର୍ଝର ସେଦିନ ଝରୁଥିଲା, ସେ ନିର୍ଝର ଆଜି ମଧ୍ୟ ଝରୁଅଛି। ଆଉ ଏଇଟା ହେଉଛି ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ। ଆଉ ଏଇଟା ହେଉଛି ସବୁଠାରୁ ଆମମାନଙ୍କ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ବିଷୟ। କାରଣ ଯେତେବେଳେ ଜଣେ ଦ୍ୱିତୀୟ ରାଜାବଳୀ ତା'ର 2 ପର୍ବ ପଢ଼େ, ସେତେବେଳେ ତା ହୃଦୟରେ ଯେତିକି ବିଶ୍ୱାସ ଜାତ ହୁଏ, ତାଠାରୁ ଅଧିକ ବିଶ୍ୱାସ ଜାତ ହୁଏ ଯେତେବେଳେ ସେ ଏହିସବୁ ଜାଗା ଗୁଡ଼ିକୁ ନିଜ ଆଖିରେ ଦେଖିଥାଏ। ତେବେ ଆମେମାନେ ଭାଗ୍ୟବାନ, ଆପଣ ଏବଂ ମୁଁ ଆମେମାନେ ଭାଗ୍ୟବାନ ଯେ ଆମେମାନେ ଏଇ ଜାଗାକୁ ଆମେମାନେ ନିଜ ଆଖିରେ ଆମେମାନେ ଦେଖୁଅଛୁ। ତେଣୁ ଆମେମାନେ ସମସ୍ତେ ଭାଗ୍ୟବାନ ଅଟୁ। ତେବେ ଦ୍ୱିତୀୟ ରାଜାବଳୀ ତା'ର 2 ପର୍ବର 19ରୁ 22 ଭିତରେ ଏହିସବୁ ଲେଖାଯାଏ। ମୁଁ ପାଠ କରୁଛି, ଆପଣ ଶ୍ରବଣ କରନ୍ତୁ। 19 ପଦ, ଦ୍ୱିତୀୟ ରାଜାବଳୀ 2 ପର୍ବ 19 ପଦ। ଅନନ୍ତର ନଗରସ୍ଥ ଲୋକମାନେ ଇଲିଶାଙ୍କୁ କହିଲେ, ଦେଖନ୍ତୁ, ଆମେମାନେ ବିନୟ କରୁଅଛୁ। ଆମମାନଙ୍କ ପ୍ରଭୁ ଦେଖୁଅଛନ୍ ଯେ ଏହି ନଗରର ସ୍ଥାନ ମନୋରମ, ମାତ୍ର ଜଳ ମନ୍ଦ ଓ ଭୂମି ଫଳନାଶକ। 20 ପଦ। ତହିଁରେ ସେ କହିଲେ, ମୋ କତିକି ଗୋଟିଏ ନୂତନ ପାତ୍ର ଆଣ ଓ ତହିଁରେ ଲବଣ ଦିଅ। ତ ସେମାନେ ତାଙ୍କ ନିକଟକୁ ତାହା ଆଣିଲେ। ତହିଁରେ ସେ ଜଳ ନିର୍ଝର ନିକଟକୁ ଗଲେ ଓ ତହିଁରେ ଲବଣ ପକାଇ କହିଲେ, ସଦାପ୍ରଭୁ ଏହି କଥା କହନ୍ତି, ମୁଁ ଏହି ଜଳ ଭଲ କଲି। ତା ମୃତ୍ୟୁଜନକ ଅବା ଫଳନାଶକ ଆଉ ହେବ ନାହିଁ। 22 ପଦ। ଏହି ରୂପେ ଇଲିଶାଙ୍କର ଉକ୍ତ ବାକ୍ୟାନୁସାରେ ସେହି ଜଳ ଆଜି ପର୍ଯ୍ୟନ୍ତ ଭଲ ହୋଇଅଛି। ହଁ ବନ୍ଧୁଗଣ, ସେଇ ଯେଉଁ ଜଳ ଆଜି ପର୍ଯ୍ୟନ୍ତ ଭଲ ହୋଇଅଛି। ଯେତେବେଳେ ସେଇ ମନ୍ଦ ଜଳ ବିଷୟରେ ଲୋକମାନେ ଅଭିଯୋଗ କଲେ ସେ ନଗରର, ଯେ ଏଇ ଜଳ ତ ମନ୍ଦ ଜଳ, ଆମେ କେମିତି ବଞ୍ଚିବୁ? ତାପରେ ଇଲିଶା କହିଲେ, ଠିକ୍ ଅଛି, ମୋ ପାଖକୁ ଗୋଟେ ପାତ୍ର ଆଣ। ଲୋକମାନେ ଇଲିଶାଙ୍କ ନିକଟକୁ ଏକ ପାତ୍ର ଆଣିଲେ। ଇଲିଶା କ'ଣ କଲେ, ସେ ପାତ୍ରରେ କିଛି ଲୁଣ ଦେଲେ। ଲବଣ ମାନେ ହେଉଛି ଲୁଣ। ଆଉ ଇଲିଶା କ'ଣ କଲେ, ସେ ଲୁଣ ନେଇକି ସେ ନିର୍ଝରରେ ପକାଇଲେ, ଯେଉଁ ଜଳ ମୃତ୍ୟୁଜନକ ଥିଲା। ଆଉ ଯେତେବେଳେ ପକାଇଲେ, ଆଉ ଆଶ୍ଚର୍ଯ୍ୟଜନକ ଭାବରେ ସେଇ ଜଳ କ'ଣ ହେଲା, ଉତ୍ତମ ଜଳ ହେଲା, ମଧୁର ଜଳ ହେଲା ବା ଅମୃତ ହେଲା। ଆମେ କହିପାରିବା ବିଷ ଅମୃତରେ ପରିଣତ ହେଲା। ତେବେ ଖ୍ରୀଷ୍ଟରେ ପ୍ରିୟ ମୋର ଭାଇ ଏବଂ ଭଉଣୀମାନେ, ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ମୋର ଆନ୍ତରିକ ନମସ୍କାର। ତେବେ ଆପଣ ଦେଖାଉଛନ୍ତି ଏଲିଶା ସ୍ପ୍ରିଙ୍ଗ ବା ଏଲିଆଙ୍କ ଝରଣା। ଯଦି ଆମେ ଓଡ଼ିଆରେ ଅନୁବାଦ କରିବା, ଦ୍ୱିତୀୟ ରାଜାବଳୀ 2 ପର୍ବ ତା'ର ଆମେ ଦେଖିଲୁ। ଯଦି ଆପଣ 11ରୁ 25 ପଢ଼ିବେ, ତେବେ ଆହୁରି ଭଲ ହେବ। ଅନେକ ଆଶ୍ଚର୍ଯ୍ୟ ବିଷୟ ଲେଖା ଅଛି। ଆଉ ଇଲିଶା କ'ଣ କଲେ, ଲବଣ ପକାଇଲେ ସେ ନିର୍ଝରରେ। ଦେଖନ୍ତୁ ଚିତ୍ରରେ ଯେମିତି ଦେଖାଯାଇଛି, ଏମିତି ହେଇଥାଇପାରେ। ଆଉ ସେ ଜଳ କ'ଣ ହେଲା, ମଧୁର ଜଳରେ ପରିଣତ ହେଲା। ତେବେ ପ୍ରିୟ ବନ୍ଧୁ, କ'ଣ ଆଜି ନିମନ୍ତେ ଏତିକି। ଆଉ ବର୍ତ୍ତମାନ ଏଇଠାରେ ମୁଁ ବିଦାୟ ନେଉଛି। ପୁଣି ଦେଖା ହେବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ, ଆଉ ଗୋଟେ ଅଧ୍ୟାୟରେ। ଆଉ ଆଗାମୀ ଅଧ୍ୟାୟରେ ପ୍ରିୟ ବନ୍ଧୁ, କ'ଣ ମୁଁ ଚେଷ୍ଟା କରିବି ଆପଣଙ୍କ ନିମନ୍ତେ ଆଉ ଏକ ଏହିଭଳି ଐତିହାସିକ ସ୍ଥାନ ବିଷୟରେ ଭିଡ଼ିଓ ଆଣିବା ନିମନ୍ତେ।
ମୁଁ ଏକାନ୍ତ ମୁଁ ଚେଷ୍ଟା କରିବି। ତେବେ ଆଜି ନିମନ୍ତେ ଆଜି ପାଇଁ ଏଇଠାରେ ମୁଁ ବିଦାୟ ନେଉଛି। ପୁଣି ଦେଖାବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ ଆଉ ଗୋଟେ ଅଧ୍ୟାୟରେ। ସମସ୍ତଙ୍କୁ ମୋର ଆନ୍ତରିକ ନମସ୍କାର।